ମୁଁ ଜଗନ୍ନାଥ ଆପଣଙ୍କୁ ଆପଣଙ୍କର ସିଧି ସ୍ମୃତି ଚ୍ୟାନେଲକୁ ସିଧି ସ୍ୱାଗତ ସ୍ମୃତି କରୁଛି। ୟୁଟ୍ୟୁବ୍ ଆଜି ଚ୍ୟାନେଲକୁ ଆମେ ଆପଣଙ୍କୁ ଗୋଟେ ସ୍ୱାଗତ କରୁଛି। ଆମେ ଆଜି ଗୋଟିଏ ନୂଆକିରି ଘର ଯେତେବେଳେ ଆରମ୍ଭ ଜୀବନରେ ହୋଇଥିବା ଆମେ ଗୋଟେ ଜାଗାଟାକୁ ଘରଟେ ଯାଇ ବନେଇବା ପାଇଁ ଦେଖିଲୁ ଚାହୁଁଛନ୍ତି, ଯେ ଏଠି ତାର କିଛି ବର୍ତ୍ତମାନ ଘର ବର୍ଷେ ଦୁଇ ବର୍ଷ ଆଗରୁ ଆମେ ଆରମ୍ଭ ପ୍ଲାନିଂ ଚାଲିଛି, କରିବାକୁ ଯେଉଁଟାକି ପଡ଼ିଥାଏ। ତାର ପଇସା କେଉଁଠୁ ଯୋଗାଡ଼ ହେବ, ଫୁଟିଂ ପାଇଁ ପ୍ଲାନିଂ ଗାତ କେମିତି ଖୋଳା ହେବ, ଚାଲିଛି। କେମିତି ଘର ଷ୍ଟ୍ରେନ୍ଥ ହେବ, ବହୁତ ଦିନ ସେଇ ଲାଷ୍ଟିଂ କରେ, ସେ ଦେଖିଲୁ ବିଷୟରେ ଆମେ ସେଠି କ'ଣ ସମସ୍ତେ ଖୋଜି ଭୁଲ ବି ଖୋଜି ଥାଇପାରେ, ସେ ବିଷୟରେ ଆମେ ଆଜିକି କିନ୍ତୁ ଶିଖିବା। ପ୍ରଥମେ ଭିଡ଼ିଓଟା ଆମର ଶିଖିବା ପରେ କ'ଣ ଷ୍ଟାର୍ଟିଂରୁ ହେଉଛି, ଆମେ ସେଇଟାକୁ ମୁଁ ପ୍ରଥମେ ଦେଖାଉଛି କ'ଣ କରିବା, ସେଠି କ'ଣ ବର୍ତ୍ତମାନ ଆମର ତ ପ୍ଲଟ୍ କରାଯାଇଛି। ସାଇଜ୍ ଦେଖିବା। କମ୍ ପ୍ଲଟ୍ ପ୍ଲାନ୍ ସାଇଜ୍ ହେଉଛି ହିସାବରେ 30 ଆମକୁ ଫୁଟକୁ 20 ଫୁଟ, ପ୍ଲାନିଂ ବନେଇବାକୁ ପଡ଼ିବ। ପ୍ଲାନିଂ ବନେଇଲା ଆଉ ପରେ ଆମକୁ ସେଇଟାର ତଳେ ଷ୍ଟ୍ରକ୍ଚରାଲ୍ ରହିବ ଡ୍ରଇଂ ଗାଡ଼ି ଆଣିବାକୁ ପଡ଼ିବ, ପାର୍କିଂ, ଯାହାକି ଆମର ଆଉ ଆର୍କିଟେକ୍ଟର ଉପରେ ରହିବ। ଆପ୍ରୁଭାଲ୍ ଥିବ। ଦେଖନ୍ତୁ ଏଇଟା ଗାତ ଖୋଳା ଚାଲିଛି, ଯେଉଁଟାକି G+1 ପୁଟିଂ ପାଇଁ। ଏଇଟା ତପସ୍ୱିନୀ ଭବନ ଘର ଆଗରେ ଖାଲି ଅଫିସ୍ ରୁମ୍ ହେବ, ଆଉ ତଳେ ଗାଡ଼ି ପାର୍କିଂ ହେବ। ଏମାନେ ମୁଁ ଯେତେବେଳେ ପଚାରିଲି, ଏମାନେ କହିଲେ ଯେ 4 ଫୁଟ ଚଉଡ଼ା, ଆଉ 4 ଫୁଟ ବାଇ 4 ଫୁଟ ଚଉଡ଼ା, ଆଉ ତା'ର ଗଭୀର ମଧ୍ୟ 4 ଫୁଟ ହିଁ ଖୋଳାଯାଇଛି। କିନ୍ତୁ 4 ଫୁଟ ବାଇ 4 ଫୁଟ ଯେତେବେଳେ ଏମାନେ ଖୋଳିଛନ୍ତି, ଏଇଟା ସେମାନେ 3.5 ଫୁଟ ବାଇ 3 ଫୁଟ, 3 ଫୁଟ 6 ଇଞ୍ଚ ବାଇ 3 ଫୁଟ 6 ଇଞ୍ଚରେ ଜାଲି ବାନ୍ଧିଛନ୍ତି। ସେଇଟାକୁ ପୁଟିଂ ପକାଇବେ। ଆଉ ଏଇଟା ଆଉ ଟିକିଏ ଗାଢ଼ା କରିଥିଲେ ମଧ୍ୟ ଭଲ ହୋଇଥାନ୍ତା, ଯେଉଁଟାକି ଟାଟା ଷ୍ଟିଲ୍ ଆଣିଛନ୍ତି। ଟାଟା ଷ୍ଟିଲ୍ ବହୁତ ବଢ଼ିଆ ଦେଖିବ, ମାନେ ତା'ର କ୍ୱାଲିଟି ମଧ୍ୟ ଭଲ ଅଛି। ଆଉ ଆଗକୁ ଦେଖନ୍ତୁ କ'ଣ ହେଉଛି। ତାପରେ ସେମାନଙ୍କ ସହିତ କଥା ହେଲି, ଏଇଟା କାମଟା କେମିତି ହେବ। କଥା ହେଲା ପରେ ମୁଁ ବସିକିରି ଗୋଟେ କାଗଜରେ ଡ୍ରଇଂ କାଟିଲି, ମାନେ କେମିତି ଇଏ ହେବ। ଟୋଟାଲ୍ ହେଲା, ସେଇଟା ତ G+1 ବିଲ୍ଡିଂ, 30 ଫୁଟ ଚଉଡ଼ା ହେବ, 20 ଫୁଟ ଲମ୍ବା ହେବ, ଯେଉଁଟାକି 3ଟା କାର୍ ପାର୍କିଂ ହେବ, ଆଉ ଷ୍ଟେୟାର କେସ୍ ରହିବ ଉପର ଫ୍ଲୋର୍ ଅଫିସ୍ ରୁମ୍କୁ ଯିବା ପାଇଁ। ସେ ଭିତରେ ସେମାନେ ଦେଇଛନ୍ତି ଟୋଟାଲ୍ ନମ୍ବର ଅଫ୍ କଲମ୍ କେତେଟା, 12ଟା କଲମ୍ ଦେଇଛନ୍ତି। ସେ ଫର୍ଷ୍ଟରେ ଦେଇଛନ୍ତି 4ଟା, ମଝିରେ 4ଟା, ଆଉ ତା ଆଗରେ 4ଟା, ଟୋଟାଲ୍ 12ଟା କଲମ୍। ଆଉ କଲମ୍ ସାଇଜ୍ ବି ରଖିଛନ୍ତି 9 ଇଞ୍ଚକୁ 12 ଇଞ୍ଚ। ଠିକ୍ ଅଛି, G+1 ପାଇଁ 9 ଇଞ୍ଚକୁ 12 ଇଞ୍ଚ ଠିକ୍ ଅଛି। କିନ୍ତୁ ଏଠି ବି ଦେଖନ୍ତୁ ଯେଉଁଟାକି 10 ଫୁଟ ଚଉଡ଼ାରେ ଦେଇଛନ୍ତି, ଏଇଟା ବି ଠିକ୍ ଅଛି। କିନ୍ତୁ ଏଇଠି ଯେଉଁ ସେମାନେ 15 ଫୁଟ ଚଉଡ଼ାରେ ଦେଇଛନ୍ତି, ଏଇଟା ଆମର ଭୁଲ ବି ଆସିପାରେ, କାହିଁକିନା ଯଦି 15 ଫୁଟ ଚଉଡ଼ା ହେଲାଣି, ଆମର କଲମ୍ ସାଇଜ୍ ବି ବଢ଼ିପାରେ, ବିମ୍ ସାଇଜ୍ ବି ବଢ଼ିପାରେ। ଷ୍ଟେୟାରକେସ୍ ସାଇଜ୍ ଠିକ୍ ଅଛି, କିନ୍ତୁ ଏକ୍ଜାମିନେସନ୍ ଦେଇଛନ୍ତି 4 ଫୁଟ 4 ଫୁଟ 4 ଫୁଟ। ଯଦି ଆମେ ଏକ୍ଜାମିନେସନ୍ଟା 4 ଫୁଟକୁ 4 ଫୁଟ 4 ଫୁଟ କରିବା, ତାହେଲେ ତା'ର PCC ଯିବ, ପ୍ଲସ୍ 4 ସାଇଡ଼୍ ତ ସ୍ପେସ୍ ରହିବାକୁ ପଡ଼ିବ ନା। ବିନା ସ୍ପେସ୍ରେ ପୁଟିଂ କେମିତି ଲଗାଇବେ? ସେଟ୍ରିଂ ଲଗାଇବେ, ସେଟ୍ରିଂ ଲଗାଇବା ପରେ କଂକ୍ରିଟ୍ ହେବ, କଂକ୍ରିଟ୍ ହେଲା ପରେ ସେଟ୍ରିଂ ରିମୁଭ୍ ହେବ। ତେଣୁ ଏଇଟା ଆଉ ଟିକିଏ ଡିପ୍ କଲେ ଭଲ ହୁଅନ୍ତା, ପ୍ଲସ୍ ଚଉଡ଼ା କଲେ ମଧ୍ୟ ଭଲ ହୁଅନ୍ତା। ହେଲେ ଏଠି ପ୍ଲାନ୍ଟା କ'ଣ ହେଇଛି ତାଙ୍କର ନା, ଏଇଟା ସେମାନେ ତଳେ କାର୍ ପାର୍କିଂ କରିବେ, ଏଠି ସିଡ଼ି ହେବେ, ଉପରେ ଅଫିସ୍ ରୁମ୍ ହେବ, G+1 ହେବ, ଯେଉଁଟାକି ଗ୍ରାଉଣ୍ଡ ଲେବଲ୍ଠୁ ଗ୍ରାଉଣ୍ଡ ଫ୍ଲୋର୍ ଯେଉଁ ସ୍ଲାବ୍ଟା ପଡ଼ିବ, ତା'ର ହାଇଟ୍ ହେବ 9 ଫୁଟ। ବହୁତ ବଢ଼ିଆ, କାହିଁକିନା ସେଠି ତଳେ ତ ଖାଲି କାର୍ ପାର୍କିଂ ହେବ। ଆଉ ଆମେ ଆଗକୁ ଦେଖିବା ସେଠି ମଧ୍ୟ କ'ଣ ଭୁଲ ଥାଇପାରେ। ଆଉ ବର୍ତ୍ତମାନ ସେମାନେ ଏତିକିରେ କହିଛନ୍ତି। ଆଉ ଗାତ ଖୋଳା ବି ସରିଲାଣି। କାଲି ପରଦିନ ପିଲର୍ ଯେଉଁଟା ରେନଫୋର୍ସମେଣ୍ଟ ଷ୍ଟାଣ୍ଡ ହେଇଯିବ, ଷ୍ଟାଣ୍ଡ ହେଲା ପରେ ସେଇଟା କଂକ୍ରିଟ୍ ହେବ, ପୁଟିଂ କଂକ୍ରିଟ୍ ହେବ। ପୁଟିଂ କଂକ୍ରିଟ୍ ହେଲା ପରେ ଡାଇରେକ୍ଟ 9 ଫୁଟ, ସେମାନେ କହିବା କଥା ଡାଇରେକ୍ଟ 9 ଫୁଟ ପିଲର ଉଠିବ ଗ୍ରାଉଣ୍ଡ ଲେବଲ୍ଠୁ। 9 ଫୁଟ ପିଲର ଉଠିଲା ପରେ ସେମାନେ ଡାଇରେକ୍ଟ ସ୍ଲାବ୍ ଦେଇଦେବେ। ସ୍ଲାବ୍ ଦେଇ ତା ଉପରେ ଅଫିସ୍ ରୁମ୍ ବନାଇବେ। ଠିକ୍ ଅଛି, ଭିଡ଼ିଓ ଦେଖି କୁହନ୍ତୁ ଏଇଟା ପ୍ଲାନ୍ଟା ଠିକ୍ ଅଛି କି ଭୁଲ ଅଛି। ସେମାନଙ୍କ ପ୍ଲାନ୍ ଭୁଲ ଅଛି କି ଠିକ୍ ଅଛି, ଆପଣମାନେ କମେଣ୍ଟରେ କୁହନ୍ତୁ।